ନିଜକୁ ବି ପରିଶ୍ରମ କରିବାକୁ ପଡ଼ିବ। ଆମେ ଟିକେ 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 ଜଗିଲେ କିଛି ଜିନିଷ ନିଶ୍ଚିତ ଜଗି ହେଇଯିବ, କିନ୍ତୁ ସବୁ ଜିନିଷ ଜଗି ହେବାଟା ମାନେ ବର୍ତ୍ତମାନ ସମ୍ଭବ ହିଁ ନୁହଁ। କହିବାକୁ ଗଲେ କିଛି ତ ଆମେ କରିପାରିବା। ସେକେଣ୍ଡ ଜିନିଷ ହେଲା ଆମେ ଯେଉଁ ପ୍ଲାଷ୍ଟିକ ହଉ, ଆମେ ପଞ୍ଚଭୂତରେ ଆମର ଶରୀର ଆମେ ମାନେ ଅଗଳେ, ତଥାପି ଆମେ ତାକୁ କିଛି କିଛି ଜଗିକିରି ଯଦି ନ ରଖିବା ତାହେଲେ ପୁରା ଆମର ଧ୍ୱଂସ ହିଁ। ଗୋଟେ ବେଡରୁମଟାରେ ଏସି ଲାଗିଛି, ଆଉ ଏଣ୍ଟ୍ରାନ୍ସ ଯେଉଁ ରୁମଟା ସେ ରୁମଟାରେ ଏସି ନାହିଁ, କିନ୍ତୁ ପାହାଚ ଉପରକୁ ଚଢ଼ିଗଲା ବେଳକୁ ସେଇଠି ସାଇଡ୍ରେ ପୁରା ଗଛ ଲାଗିଛି। ମାନେ ଯେତେବେଳେ ରୁମ୍ ଭିତରେ ଯୋଉଟା ଏସି ଲାଗିଛି, ମୁଁ ପୁରା ମୂଳରୁ ଭାବିଲି ଯେ ଏଇ ଘରେ ବିନା ଏସିରେ ବିଲକୁଲ ଯେତେ ଲଗେଇଲେ ବି ସେ ଗରମ କିଛି କମୁନି। ଏସି ରୁମ୍ରେ କେତେ ବସିବି? ମୁଁ କାଲି ସନ୍ଧ୍ୟା ବେଳୁ ଯାଇକି ମାନେ ଫ୍ୟାନ୍ ଆପଣ ଲଗେଇକିରି ବି ସେମିତି ଖାଲିଟାରେ ବସିଲେ ବି ଗମ ଗମ ପୁରା ଝାଳ ବାହାରୁଛି। ମୁଁ କାଲି ସନ୍ଧ୍ୟାବେଳେ ଯାଇକି 10 ପର୍ଯ୍ୟନ୍ତ ବସିଲି, ମୋ ଦେହରୁ ଝାଳ ବୋହିଲାନି।